ଯେମିତି ଢଙ୍ଗରେ କୁଟିଲେ ମୋ ଗୁଆଟା ଚୁନା ହଉ ମୁଁ ସେମିତି ଢଙ୍ଗରେ କୁଟିବେ ନା ଆଉ। ମୁଁ ସେଇ ବାବୁ ଶ୍ୟାମ ସାହୁଙ୍କ କଥା କହୁଛି। ଏଇ 24 ଘଣ୍ଟା ଭିତରେ ତାଙ୍କ ପ୍ରେମିକା ତାଙ୍କ ପାଖକୁ ଯଦି ନ ଫେରିଯାଏ ତାହେଲେ ସେ ଘରଟାକୁ ଜାଳି ପଡ଼ି ଧ୍ୱଂସ କରିବେ। ମୋ ନାଁ ମାନସ ନାୟକ, ଘର ବନ୍ତ, ଗାଁ ନାଁ ହେଉଛି ଓଳମ, ଭଦ୍ରକ ଡିଷ୍ଟ୍ରିକ୍ଟ। ଫ୍ରେଶ୍ ମଣି କହିଲେ ସମସ୍ତେ ଜାଣନ୍ତି। ଆଉ ଏଇଟା ତ ନୂଆ ଅନୁଷ୍ଠାନ ଏ ବର୍ଷ ଗଢ଼ିଛି, ଯାହା ବି ଭଲ ଲାଗୁଛି, ଯାତ୍ରା କରିବା ପାଇଁ ଭଲ ଲାଗୁଛି। ଷ୍ଟାଫ୍ ମାନେ ଯାହା ବି ଅଛନ୍ତି ବହୁତ ଭଲ ଷ୍ଟାଫ୍ ଅଛନ୍ତି, ଯାତ୍ରା ବି ବହୁତ ଭଲ ଲାଗୁଛି। ନୂଆ ଅନୁଷ୍ଠାନ ହିସାବରେ ବହୁତ ବଢ଼ିଆ। ଏଥିରେ ଆମର ନେଉଳ ଭାଇ ଅଛି, ଆଉ ଆମର ସେ ଜୟନ୍ତୀ ବୋଲି ଜଣେ ହିରୋଇନ୍ କରୁଛି, ଯେ କମେଡ଼ି ହିରୋଇନ୍ କରୁଛି। ଆଉ ଜଣେ ଅଛି ଶୁଭମ, ନୂଆ ପିଲା ଜଣେ ଆସିଛି। ଆଉ ଏଇ 3 ଜଣ ମିଶି କରୁଛୁ। ଆଉ ଯେହେତୁ ମୁଁ ଗୁରୁଦେବ ହେଇଛି, ମୋ ଶିଷ୍ୟ ହେଇଛନ୍ତି ନେଉଳ ଭାଇ, ଆଉ ତାଙ୍କ ପିଠିରେ ବସି ବସି ଯାଉଛି, ଗୁଆ କୁଟି କୁଟି ଯାଉଛି। ସେ କହୁଛନ୍ତି ଯେ ଗୁରୁଦେବ ଆଉ ଟିକେ ଆସ୍ତେ କୁଟାନ୍ତୁ। ମୁଁ କହିଛି ଯେମିତି ଢଙ୍ଗରେ କୁଟିଲେ ମୋ ଗୁଆଟା ଚୁନା ହଉ ମୁଁ ସେମିତି ଢଙ୍ଗରେ କୁଟିବେ ନା ଆଉ। ଏଇ ଗୁରୁଦେବଙ୍କୁ ସିନା ଖୁସି କରିପାରିଲେ ପ୍ରେମ ବାଟରେ ଆଗେଇବୁ, ପ୍ରେମରେ ନିର୍ଗୁଣ ହେଇ ଝିଅମାନଙ୍କୁ ବସେଇବୁ। ଅନୁଷ୍ଠାନରେ 4 ଘଣ୍ଟା ନୂଆ ନାଟକ ହେଇଛି। ବଞ୍ଚିବାକୁ ହବ ଏକା ଏକା, ତାପରେ ଧନ ତମେ ଭଲରେ ଥାଅ, ତାପରେ ଏମିତି କେମିତି ବଦଳିଗଲ, ତାପରେ ଆଉ ଜଣଙ୍କର ସାର୍ଙ୍କର ସେ ନାଟକଟା କ'ଣ ଟିକେ ମନେ ପଡ଼ୁନି, ନୂଆକୁ ହେଇଛି ତ ସେ ନାଟକଟା ଟିକେ ମାଇଣ୍ଡ ଭିତରେ ପଶିନି। ବହୁତ ଶୁଣିଛି, ଗାଳି ବି ଶୁଣିଛି, ବୋତଲ ବି ଫୋପାଡ଼ିଛନ୍ତି, ପାଣି ବୋତଲ ଫୋପାଡ଼ିଛନ୍ତି, ଅଡ଼ିଏନ୍ସରୁ ସ୍ତ୍ରୀ ଲୋକମାନେ ଶୋଧଣା ବି ଶୋଧିଛନ୍ତି, ଏମିତି ବହୁତ ଶୁଣିଛି ମୁଁ। ହଁ, ଏବେ ତ ନଗଦ ରିସେଣ୍ଟ ଧଉଳିରେ ଥିଲି, ଏଇ ଯେଉଁ ଆକ୍ସିଡେଣ୍ଟ ହେଲା ଯେଉଁ ଧଉଳି ଆର ବର୍ଷ, ସେଠି ବି ଗୋଟେ ନାଟକରେ ସେମିତି ବି ଅଡ଼ିଏନ୍ସ ବି ଗାଳି ଦେଇଥିଲେ, ପାଣି ବୋତଲ ବି ଫୋପାଡ଼ିଥିଲେ। ଆଉ ସେ ନାଟକ ହେଉଥିଲା ତାଙ୍କର ଗୋଟେ ଭାଇରାଲ ନାଟକ ଚନ୍ଦନ ତୋ ପାଇଁ କଳଙ୍କ ଟୋପା, ସେଇଥିରେ ବୋତଲ ମାଡ଼ ବି ପକାଇଥିଲେ। ବହୁତ ପ୍ରକାର ଦର୍ଶକ ଆସୁଛନ୍ତି ଆଜ୍ଞା। ଦର୍ଶକ କିଏ ଆସୁଛି ମେଲୋଡ଼ି ଡ୍ୟାନ୍ସ ଦେଖୁଛି, କିଏ ଆସୁଛି ନାଟକ ଦେଖୁଛି, କିଏ ଆସୁଛି ମେଲୋଡ଼ି ଗୀତ ଶୁଣିକି ପଳେଇ ଯାଉଛି, କିଏ ଆସୁଛି ମଦ ପିଇକି ଗଡ଼ୁଛି। ବହୁତ ପ୍ରକାର ଦର୍ଶକ ଅଛନ୍ତି। ଏ ନାଟକ ଡ୍ରାମାରେ କରୁଛନ୍ତି କେବଳ ସାରେ। ଦେଖିଲେ ବଡ଼ ପାଟିରେ ନାଟକ କ୍ଲିକ୍ କରିଗଲା, ସେଇ ନାଟକକୁ ନେଇକି ଡ୍ରାମାରେ ମାଳିପେଟିରେ ଏଇସବୁ ଆରମ୍ଭ କରିଦେଉଛନ୍ତି। ଯେହେତୁ ସେ ସାର୍ଙ୍କର ଆଉ ଗୋଟେ ପ୍ରଫିଟ୍ ହେବ, କାରଣ ସେଟା କଲେ ତାଙ୍କର ଆହୁରି 2 ପଇସା ରୋଜଗାର ହେବ ନା। ଏ ନାଟକ ଆଉ ଚାଲିବ କେମିତି? ଯେଉଁ ନାଟକ ଗୋଟେ ବର୍ଷ ୱାନ୍ସ ହେଇଗଲା, ସେ ନାଟକ ରିଟର୍ନ ଆଉ ସେକେଣ୍ଡ ବର୍ଷ ଲୋକ ଦେଖିବେ ନାହିଁ। ଲୋକ ତ ସବୁଆଡ଼େ ଦେଖି ସାରିଥିବେ ନା, ଅଡ଼ିଏନ୍ସ ବସିଥିବେ। ନାଟକ ଆମେ ଦେଖିଥିଲୁ ନା, କେଉଁଠି ଦେଖିଥିଲୁ ରଙ୍ଗମହଲରେ ଦେଖିଥିଲୁ, ନାଇଁ କେଉଁଠି ନା ସ୍ୱପ୍ନମହଲରେ ଦେଖିଥିଲୁ, ଭଲ ନାହିଁ ନାଟକ, ଆମେ ଦେଖିଥିଲେ ଭଲ ଲାଗୁନି, ଲୋକ ତ ପଳେଇଯିବେ। ସେମିତି ହେଲେ ନାଟକ ମାନ କମିଯିବ। ହଁ, ଘଟଣା ତ ଘଟିଛି। ବାପା ତ ଏକ୍ସପାର୍ଟ କରିଗଲେ, ମୁଁ ଷ୍ଟେଜରେ ଅଭିନୟ କରୁଛି, ବାପା ଏକ୍ସପାର୍ଟ କରିଗଲେ ରାତି 3:30 4ଟା ଖଣ୍ଡେ ଟାଇମ୍ ହେଇଯିବ। ଆଉ ତ ସକାଳୁ ସକାଳୁ ବାପାଙ୍କର ଡେଡ୍ ବଡି ନେଇକି ଗଲୁ ଆମେ ସ୍ୱର୍ଗଦ୍ୱାର। ସେ ବହୁତ ସେ କଥା କହିଲେ, ଏବେ ମନେ ପକାଇଲେ ବହୁତ ଦୁଃଖ ଲାଗିବ, କାନ୍ଦ ଲାଗିବ। ଦର୍ଶକମାନଙ୍କୁ ମୁଁ ଏତିକି କହିବା ପାଇଁ ଚାହୁଁଛି, ଯାତ୍ରା ଦେଖନ୍ତୁ, ନାଟକଟିକୁ ଉପଭୋଗ କରନ୍ତୁ। ବହୁତ ବଢ଼ିଆ ନାଟକ। ଯାତ୍ରାପ୍ରେମୀ ଦର୍ଶକ ଯେଉଁମାନେ ଅଛନ୍ତି, ନାଟକ ଦର୍ଶକ, ସେମାନେ ଠିକ୍ ନାଟକ ଦେଖିବେ, ଆଉ ସକାଳୁ ରିପୋର୍ଟ ଠିକ୍ ହିଁ କହିବେ ଯାତ୍ରା ଠିକ୍ ଅଛି କି ଭୁଲ ଅଛି।